କରିବା ଉଚିତ। ବିଜେପିର ବିଧାୟକ ଦଳକୁ ଧନ୍ୟବାଦ। ମୁଁ ମଧ୍ୟ ସେ କଥା କହିଥିଲି। ବଢୁ ଗୋଟେ ଏମଏଲଏ ର ନିଟ୍ ପଇସା ରାତି ପାଇଲେ ଗରିବ ଲୋକ ତାଙ୍କ ପାଖେ ପହଞ୍ଚୁଛନ୍ତି, ରୋଗୀ ପହଞ୍ଚୁଛନ୍ତି, କ୍ରୀଡ଼ାବିତ ପହଞ୍ଚୁଛନ୍ତି, ଡ୍ୟାନ୍ସର ପହଞ୍ଚୁଛନ୍ତି, ସଙ୍ଗୀତଜ୍ଞ ପହଞ୍ଚୁଛନ୍ତି। କୋଉଠି କଲଚରାଲ ପ୍ରୋଗ୍ରାମ, କୋଉଠି କ୍ରୀଡ଼ା ହବ, କୋଉଠି କ୍ରିକେଟ ମ୍ୟାଚ୍ ହବ, କୋଉଠି ହକି ମ୍ୟାଚ୍ ହବ, କୋଉଠି ଫୁଟବଲ ମ୍ୟାଚ୍ ହବ, କୋଉଠି ଆଦିବାସୀ ମେଳା ହବ, କୋଉଠି ସଂକୀର୍ତ୍ତନ ହବ। ପଇସା ଦରକାର, କିନ୍ତୁ ଏତୁଟା ବଢେଇବାଟା ଉଚିତ। ସମସ୍ତଙ୍କୁ ଦରକାର। ମୋର ଯାହା ଦରକାର ଇଏ ଯାହା ମିଳୁଛି 7 ଦିନ ଯାଏ। ମୋର ପ୍ରତିଦିନ ମୁଁ ଏଇନା ହେଇଛି କଲେଜ ଫଙ୍କସନ ଆଇଲି କ୍ରୀଡ଼ା ଉଦ୍ଘାଟନ କରିକିରି ଅଲରେଡି 10,000 ଖର୍ଚ୍ଚ ସରିଲାଣି। କିନ୍ତୁ 20ରୁ 21 ମୁଁ ଖର୍ଚ୍ଚ କରେନି। ଯେତିକି ମୋ ଇନକମ୍ ତା ତଳେ ଥାଏ। ଦିନକୁ 20ଟି। ଦୁଃଖ ହବ କଣ ତାଙ୍କ କୋଠି ଧାନ ବିକ୍ରି କରି ଦିଆହେଲା କି? ଏ ଗରିବ ଲୋକଙ୍କ ପଇସା କମେଇ ଦବା ଦରକାର। ଖାଲି ସେତିକି ନୁହଁ, କମେଇ ଦିଅ। ଏରିଆର କାହିଁ ଦବୁ ହେ ତମକୁ? ଯୋଉ ଦିନଠୁ ତମକୁ ଆସେମ୍ବଲି ପାସ୍ କରିଦେଲୁ ସେଇ ଦିନଠୁ ଦବୁ। ଏରିଆର କାହିଁ ଦବୁ ହେ ତମେ କିଏ କି? ଏରିଆକୁ ବନ୍ଦ କରାଯାଉ, କମେଇ ଦିଆଯାଉ।